ମୁଁ ସବ୍ୟସାଚୀ କୁମାର ପ୍ରକଳ୍ପ ସଂଯୋଜକ ହିସାବରେ ଝାରସୁଗୁଡ଼ା ଜିଲ୍ଲାରେ ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍ ଏବଂ ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଏକ କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ 23 ତାରିଖ ଆମର ହେବାକୁ ଅଛି। ଆଉ ଏହି ଦିନ ଅକ୍ଷୟ ତୃତୀୟା ଅଟେ। ଆଉ ଏ ଅକ୍ଷୟ ତୃତୀୟାରେ ବିଭିନ୍ନ ସ୍ଥାନ ମାନଙ୍କରେ ଲଗ୍ନ ଘଟିଥାଏ ଏବଂ ବିବାହ ମାନ ହୋଇଥାଏ। ଏଣୁ ଆମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆମର ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ବାଲ୍ୟ ବିବାହକୁ କିପରି ମୁକ୍ତ କରିବା କିମ୍ବା ଭାରତରୁ ଏହାକୁ ମୂଳପୋଛ କରିପାରିବା। ସେହି ହିସାବରେ ଆମେ ବିଭିନ୍ନ ଧର୍ମ ଅନୁଷ୍ଠାନର ଧର୍ମଗୁରୁମାନଙ୍କୁ ନେଇ ଏକ ବାଲ୍ୟ ବିବାହ ଉପରେ ଏକ ଆୱାରନେସ୍ ପ୍ରୋଗ୍ରାମ କରୁଅଛୁ। ଆଉ ଏହି ଆୱାରନେସ୍ ପ୍ରୋଗ୍ରାମ ମାଧ୍ୟମରେ ଆମେ ଯେପରି ବାଲ୍ୟ ବିବାହକୁ ମୁକ୍ତ କରିପାରିବୁ ସାରା ଝାରସୁଗୁଡ଼ାରେ ତଥା ଭାରତରେ ଏହାର ମୂଳପୋଛ କରିବ। ଆମର ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍ର ମୁଖ୍ୟ ଶ୍ରୀଯୁକ୍ତ ଭୁବନ ରିଭ୍ୟୁଙ୍କ ଦ୍ୱାରା ଏହି ସଂକଳ୍ପ ରହିଅଛି ଯେପରି ଆମେ 2030 ସୁଦ୍ଧା ଏହି ଭାରତରୁ ଆମେ ବାଲ୍ୟ ବିବାହକୁ କିପରି ମୁକ୍ତ କରିପାରିବୁ। ଆଉ ଆମର ଗତ ବର୍ଷର 2023-24ରେ ଆମେ 325 ଜଣ ଝିଅ ବା ପୁଅଙ୍କୁ ନେଇକରି ଆମର ଅଣ୍ଡରଟେକିଂ ମାଧ୍ୟମରେ ଆମେ ବାଲ୍ୟ ବିବାହକୁ ବନ୍ଦ କରିଅଛୁ। ଆସନ୍ତା ଦିନମାନଙ୍କରେ କିପରି ଭାବରେ ଆମର ବାଲ୍ୟ ବିବାହକୁ ବନ୍ଦ କରିପାରିବୁ ସେହି ଉପରେ ଆମର ମୂଳ ଲକ୍ଷ୍ୟ ରହିଅଛି।